କଥା ହେଉଛି କିଛି ଗଣମାଧ୍ୟମରେ କାଲି ଏବଂ ଆଜି ବାଜିଥିବ ସୋସିଆଲ ମିଡ଼ିଆରେ ବାଜୁଛି ଯେ ଭେନେଜୁଏଲା ରାଷ୍ଟ୍ରପତି ଆମନ୍ତ୍ରଣ କ୍ରମେ ପାଣ୍ଡିଆନ ସେଠି ଗଲେ। ଜାତିସଂଘରେ ନବୀନ ପଟ୍ଟନାୟକ ଭଲ କାମ କରିଥିବାର ପ୍ରଶଂସିତ ହୋଇଥିଲେ ଏବଂ ନବୀନ ପଟ୍ଟନାୟକଙ୍କର ଯେହେତୁ ପ୍ରାଇଭେଟ ସେକ୍ରେଟାରୀ ପାଣ୍ଡିଆନ ଥିଲେ ସିଏ ଏବେ କ'ଣ କରିଛନ୍ତି ସତ୍ୟସାଇ ସେବା ସଂସ୍ଥା ସହିତ ବି ଜଡ଼ିତ ଅଛନ୍ତି। ଗୋଟେ ପ୍ରିଣ୍ଟ ମିଡ଼ିଆ ଏବଂ ଗୋଟେ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଯେ ରାଷ୍ଟ୍ରପତି ଡାକିଲେ, ରାଷ୍ଟ୍ରପତି ଆମନ୍ତ୍ରଣ କଲେ, ରାଷ୍ଟ୍ରପତି ତାକୁ ଡାକିକି କାମରେ ଲଗେଇଲେ। କେମିତି ଡକେଇବେ? ରାଷ୍ଟ୍ରପତି ପଣବନ୍ଦୀ ଅଛନ୍ତି। ଆମେରିକା ତାଙ୍କୁ ପଣବନ୍ଦୀ କରିଛି ଦୀର୍ଘ ଦିନ ହେଲା। ଓଡ଼ିଶା ଲୋକ ଜାଣିଛନ୍ତି, ଭାରତ ଲୋକ ଜାଣିଛନ୍ତି, ପୃଥିବୀ ଲୋକ ଜାଣିଛନ୍ତି। ଟ୍ରମ୍ପ ତାଙ୍କୁ ପଣବନ୍ଦୀ ରଖିଛନ୍ତି। ତାକୁ ଏବଂ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଯେହେତୁ ଭେନେଜୁଏଲାରେ ଭୂମିକମ୍ପ ହେଇଥିଲା, ତେଣୁ ଗୋଟେ ପ୍ରାକୃତିକ ଦୁର୍ବିପାକ, ବନ୍ୟା, ବାତ୍ୟା, ଭୂମିକମ୍ପ ବା ଘରପୋଡ଼ି ଏଇସବୁ କାର୍ଯ୍ୟକ୍ରମ ଗୁଡ଼ାକରେ ସାହାଯ୍ୟ ସହଯୋଗର ଆଟ ବଢ଼ିଆ କିଛି ମନା ନାହିଁ ଏବଂ ଏକ ଭଲ କାମ, ଭଲ ନିଦର୍ଶନ। କଥା ହେଉଛି କିଛି ଗଣମାଧ୍ୟମରେ କାଲି ଏବଂ ଆଜି ବାଜିଥିବ ସୋସିଆଲ ମିଡ଼ିଆରେ ବାଜୁଛି ଯେ ଭେନେଜୁଏଲା ରାଷ୍ଟ୍ରପତି ଆମନ୍ତ୍ରଣ କ୍ରମେ ପାଣ୍ଡିଆନ ସେଠିକି ଗଲେ। ପାଣ୍ଡିଆନ କେମିତି ଯିବେ? ପାଣ୍ଡିଆନ କ'ଣ ଓଡ଼ିଶା ସରକାର ଏବଂ ଭାରତ ସରକାର କ'ଣ ପଦପଦବୀରେ ଅଛନ୍ତି କି ଚାକିରି ହିସାବରେ? ତାଙ୍କୁ ଡକାଗଲା। ଏବଂ ଆଉ ଗୋଟେ କଥା ହେଉଛି ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଆମେରିକା ପଣବନ୍ଦୀକ ରଖିଛି। ସେ ରାଷ୍ଟ୍ରପତି ଡାକିଲେ କେମିତି ଆମନ୍ତ୍ରଣ କଲେ, କେମିତି ଡାକରା ଦେଲେ ଯେ ଆସ ତୁମେ ଏଠି ଆମକୁ ସାହାଯ୍ୟ ସହଯୋଗ କରିବା? କଥା ହେଉଛି ଯେତେବେଳେ ବାତ୍ୟା, ବନ୍ୟା, ଓଡ଼ିଶାର ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଜାତିସଂଘରେ ନବୀନ ପଟ୍ଟନାୟକ ଭଲ କାମ କରିଥିବାର ପ୍ରଶଂସିତ ହୋଇଥିଲେ ଏବଂ ନବୀନ ପଟ୍ଟନାୟକଙ୍କର ଯେହେତୁ ପ୍ରାଇଭେଟ ସେକ୍ରେଟାରୀ ପାଣ୍ଡିଆନ ଥିଲେ ସିଏ ଏବେ କ'ଣ କରିଛନ୍ତି ସତ୍ୟସାଇ ସେବା ସଂସ୍ଥା ସହିତ ବି ଜଡ଼ିତ ଅଛନ୍ତି। ଭାରତ ସରକାର ଯେଉଁ ସଂସ୍ଥାଗୁଡ଼ିକ ପଠାଇଛନ୍ତି ଏଠି ରିଲିଫ୍ କାର୍ଯ୍ୟକ୍ରମ ପାଇଁ, ଥଇଥାନ କାର୍ଯ୍ୟକ୍ରମ ପାଇଁ, ଲୋକଙ୍କ ପୁନର୍ବାସ କାର୍ଯ୍ୟକ୍ରମ ପାଇଁ, କାହିଁକିନା ଯେଉଁ ଭୂମିକମ୍ପ ପରେ ଘର ଭାଙ୍ଗି ଯାଇଛି, ଲୋକ କେତେ ବେସହାରା ହୋଇଯାଇଛନ୍ତି, କେତେ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି, ଲୋକଙ୍କର ଖାଇବା ପିଇବା ଠିକ୍ ଠିକଣା ମିଳୁନାହିଁ ଏବଂ ରିଲିଫ୍ କାର୍ଯ୍ୟକ୍ରମ ଚାଲେ। ସେ ଦୃଷ୍ଟିକୋଣରୁ ସତ୍ୟସାଇ ସେବା ସଂସ୍ଥା ଯେହେତୁ ଭାରତ ସରକାର ଗୋଟେ ସ୍କୁଟିନାଇଜ୍ କରି କିଛି ଏନ୍ଜିଓ ମାନଙ୍କୁ ପଠାଇଲେ, କିଛି ସମାଜସେବୀ ସଂସ୍ଥାମାନଙ୍କୁ ପଠାଇଛନ୍ତି, ତା ଭିତରେ ସତ୍ୟସାଇ ସେବା ସଂସ୍ଥା ଯାଇଛି। ସତ୍ୟସାଇ ସେବା ସଂସ୍ଥା ତରଫରୁ ଇଏ ଜଣେ ଟିମ୍ ଲିଡର, ମୋ ଟିମ୍ ମେମ୍ବର ହିସାବରେ, କାହିଁକିନା ସରକାରଙ୍କୁ ଭେଟିବେ, ସେଠି ଯେ ସରକାର ଯେଉଁ ଭେନେଜୁଏଲା ଯିଏ ଅଛନ୍ତି ଉପରାଷ୍ଟ୍ରପତି ଅଛନ୍ତି ତାକୁ ଭେଟିଛନ୍ତି। କିନ୍ତୁ ଗଣମାଧ୍ୟମ ଏବଂ ମିଛ ଲେଖୁଛି ଯେ ଗୋଟେ ପ୍ରିଣ୍ଟ ମିଡ଼ିଆ ଏବଂ ଗୋଟେ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଯେ ରାଷ୍ଟ୍ରପତି ଡାକିଲେ, ରାଷ୍ଟ୍ରପତି ଆମନ୍ତ୍ରଣ କଲେ, ରାଷ୍ଟ୍ରପତି ତାଙ୍କୁ ଡାକିକି କାମରେ ଲଗେଇଲେ। କେମିତି ଡକେଇବେ? ରାଷ୍ଟ୍ରପତି ପଣବନ୍ଦୀ ଅଛନ୍ତି। ଆମେରିକା ତାଙ୍କୁ ପଣବନ୍ଦୀ କରିଛି ଦୀର୍ଘ ଦିନ ହେଲା। ଓଡ଼ିଶା ଲୋକ ଜାଣିଛନ୍ତି, ଭାରତ ଲୋକ ଜାଣିଛନ୍ତି, ପୃଥିବୀ ଲୋକ ଜାଣିଛନ୍ତି। ଟ୍ରମ୍ପ ତାଙ୍କୁ ପଣବନ୍ଦୀ ରଖିଛନ୍ତି। ତାଙ୍କୁ ଏବଂ ରାଷ୍ଟ୍ରପତିଙ୍କ ସ୍ତ୍ରୀ। ତେଣୁ ଏ ଘଟଣାଟିରେ ଯେହେତୁ ସେ ଗୋଟେ ସେବା ସଂସ୍ଥା ତରଫରୁ ଯାଇଛନ୍ତି, ସତ୍ୟସାଇ ସେବା ସଂସ୍ଥା ତରଫରୁ ଯାଆନ୍ତୁ, ଲୋକଙ୍କୁ କାମ କରନ୍ତୁ, ସେଥିରେ କିଛି ମନା ନାହିଁ ଏବଂ ଲୋକଙ୍କୁ କାମ କରିବାରେ ଏଇ ଯେଉଁ ପ୍ରାକୃତିକ ଦୁର୍ବିପାକ ବେଳେ କାମ ଲୋକଙ୍କର ସାହାଯ୍ୟ ସହଯୋଗରେ ହାତ ବଢ଼େଇବା ଭଲ କାମ। ଏଇ ଯେଉଁ ସତ୍ୟସାଇ ସେବା ସଂସ୍ଥା ତରଫରୁ ଯିବା ପୂର୍ବରୁ ସେ ଯାଇକି ଯେଉଁ ତିରୁପତି ଯାଇଥିଲେ, ତିରୁପତିରେ ସବୁ ନଣ୍ଡା ହଅନ୍ତି। ତିରୁପତିରେ ନଣ୍ଡା ହେଇକି ଯାଇଥାଏ, ତାଙ୍କର କ'ଣ ମାନସିକ ଥାଇପାରେ, ସେ ମାନସିକ ପୂରଣ ହେଇଥିବ କିମ୍ବା ତାଙ୍କର ଭଲ ବେଳ ଆସିଥିବ କି ଠାକୁରଙ୍କର ବହୁତ ସମୟ ତିରୁପତିରେ ବହୁତ ଲୋକ ଯାଇକି ନଣ୍ଡା ହଅନ୍ତି। ତେଣୁ ତିରୁପତିରେ ସେ ନଣ୍ଡା ହେଇକି ତାପରେ ସେ ଯେଉଁ ସତ୍ୟସାଇ ସେବା ସଂସ୍ଥା ପୁଟ୍ଟପର୍ତ୍ତୀ ସଂସ୍ଥା ସହିତ ଭେନେଜୁଏଲା ଯାଇଛନ୍ତି ଲୋକଙ୍କର ସାହାଯ୍ୟ ସହଯୋଗରେ। ଯେଉଁ ଭୂମିକମ୍ପରେ ବହୁତ ଲୋକ ସେଠି ବେସାହାରା ହୋଇଛନ୍ତି, ବହୁତ ଲୋକଙ୍କର ଜୀବନ ଜୀବିକା ଯାଇଛି ଏବଂ ଲୋକମାନଙ୍କର ଯେଉଁ ହଇରାଣ କରିଛନ୍ତି ଭୂମିକମ୍ପରେ, ତାକୁ ଭାରତ ସରକାର ଯେଉଁ ଟିମ୍ ପଠାଇଥିଲେ, ଏନ୍ଜିଓ ମାନଙ୍କୁ କିଛି ପଠାଇଥିଲେ, କିଛି ଯେଉଁ ଆମର ସୈନିକମାନଙ୍କୁ ପଠାଇଛନ୍ତି, କିଛି ଅଫିସରକୁ ପଠାଇଛନ୍ତି। ତା ଭିତରେ ଇଏ ଏନ୍ଜିଓର ସଂସ୍ଥା ସତ୍ୟସାଇ ସେବା ସଂସ୍ଥାର ଜଣେ ମେମ୍ବର ହିସାବରେ ଯାଇଛନ୍ତି, ସେଠି ଲୋକଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି। जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।